ମଣ୍ଡିରେ ଧାନ ଦେବା ପାଇଁ ଟୋକନ ଆସି ସାରିଲାଣି ଏବଂ ଧାନ କିଣା ମଧ୍ୟ ଆରମ୍ଭ ହୋଇସାରିଛି। ମଣ୍ଡିରେ ଧାନ ଦେବା ପୂର୍ବରୁ ଜାଣି ରଖନ୍ତୁ, ମଣ୍ଡିରେ ଧାନ ଦେଲେ ଟଙ୍କା ଆସିବ ନାହିଁ ଏବଂ ଯଦି ଆକାଉଣ୍ଟକୁ ଟଙ୍କା ଆସିଲା ତାହେଲେ ଆପଣ ଟଙ୍କା ଉଠାଣ କରିପାରିବେ ନାହିଁ। ମୁଁ କ'ଣ ପାଇଁ ଏ କଥା କହୁଛି, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ସମସ୍ତଙ୍କୁ ସେୟାର କରନ୍ତୁ। ଯେଉଁମାନେ ଚ୍ୟାନେଲରେ ନୂଆ ଅଛନ୍ତି ଏବେ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ। ଆମେ ଧାନ ମଣ୍ଡିରେ ତ ମନ ଇଚ୍ଛା ଦେଇପାରିବା ନାହିଁ। ଧାନ ଦେବା ପୂର୍ବରୁ ଆପଣମାନେ ପ୍ରଥମେ ମଣ୍ଡିରେ ଆପଣ ନିଜ ନାମରେ ଖାତା ଖୋଲିଥାନ୍ତି। ପରେ ଯେବେ ଧାନ ଅମଳ ସମୟ ହୁଏ ଆପଣଙ୍କୁ ଟୋକନ ମିଳିଥାଏ, ଆପଣ ଏଇ ତାରିଖରେ ଏତିକି କୁଇଣ୍ଟାଲ ଧାନ ମଣ୍ଡିରେ ପକେଇବେ ବୋଲି। ସେଇ ଖାତା ଖୋଲିବା ସମୟରେ ଆପଣମାନେ ଲକ୍ଷ୍ୟ କରନ୍ତୁ, ପୂର୍ବରୁ କ'ଣ ହେଉଥିଲା ନା, ଯେତେବେଳେ ଫର୍ମ ଭରୁଥିଲେ ସେଠାରେ ଆପଣଙ୍କୁ ବ୍ୟାଙ୍କରେ ଡିଟେଲ ଦେବାକୁ ପଡୁଥିଲା, କୋଉଠାରେ ବ୍ୟାଙ୍କ ଅଛି ଶାଖା ନାମ ଦେବାକୁ ପଡୁଥିଲା ଏବଂ ଆଇଏଫଏସି କୋଡ ସହ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ହୋଲ୍ଡର ନେମକୁ ମଧ୍ୟ ଫିଲ୍ଅପ୍ କରିବାକୁ ପଡୁଥିଲା। କିନ୍ତୁ ଏ ବର୍ଷ କ'ଣ ହେଇଛି ଟିକେ ମାର୍କ କରନ୍ତୁ। ଏ ବର୍ଷ ଲେଖା ହୋଇଛି ପୁରା ଆପଣ ଯେମିତି ଜାଣିପାରିବେ ସେଇ ଟାଇପର ଲେଖା ଯାଇଛି ଯେ ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପ୍ରଦାନ କରାଯିବ। ଆପଣମାନେ ନିଜେ ବି ପଢିପାରିବେ। ତା ଅର୍ଥ ଏ ବର୍ଷ ଫର୍ମରେ କୌଣସି ଜାଗାରେ ମାଗିନି ଯେ ଆପଣଙ୍କ ଆକାଉଣ୍ଟ ନମ୍ବର ଏବଂ କୋଉ ବ୍ୟାଙ୍କ କୋଉ ଆଇଏଫଏସି କୋଡ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଛଡାଯିବ, ସେମିତି କିଛି ମାଗିନି। ତାହେଲେ ଆପଣ ଭାବନ୍ତୁ ଟଙ୍କାଟା ଆସିବ କେମିତି। ଆପଣ କିଛି ମନେ ମନେ ଭାବୁଥିବେ ଯୋଉଥିରେ ଆଧାର ଲିଙ୍କ ଥିବେ। ହଉ ଠିକ ଅଛି, ଆଧାର ଲିଙ୍କ ଆପଣଙ୍କର କୋଉଠି ପ୍ରାୟ ଅଛି ଆପଣ ନିଜେ ଭାବନ୍ତୁ। ଯଦି ଆପଣ ଜାଣିଛନ୍ତି ଓକେ ଠିକ ଅଛି, କାରଣ ବହୁତ ଚାଷୀ ଏମିତି ଅଛନ୍ତି ଯେଉଁମାନେ ଖାତା ଖୋଲି ଦେଇଛନ୍ତି କିନ୍ତୁ ଏବେ ବି ସେମାନଙ୍କ ଚେତା ପଶି ନାହିଁ, ମଣ୍ଡିରେ ଧାନ ଦେବାକୁ ଅଳ୍ପ ଦିନ ରହିଲା, ଏବେ ବି ସେମାନେ ସେ ଜିନିଷଟାକୁ କ୍ଲିୟର କରିନାହାନ୍ତି। ଏଇ ଭିଡିଓ ଯଦି ସେମାନେ ଦେଖୁଥାନ୍ତି ତାହେଲେ ତୁରନ୍ତ ଏଇ କାମ କରନ୍ତୁ। ଆପଣ ଦେଖିଥିବେ ଜବ କାର୍ଡ ଆକାଉଣ୍ଟକୁ ପଇସା ସବୁ ଯୋଉ ଆସେ ସେ ସବୁ କୋଉ ବ୍ୟାଙ୍କକୁ ଆସେ? ଆଇସିସିଆଇ, ଏୟାରଟେଲ ପେମେଣ୍ଟ ବ୍ୟାଙ୍କ, ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଏବଂ ଯୋଉମାନେ ଜନସେବା କେନ୍ଦ୍ରରେ ଆକାଉଣ୍ଟ ଖୋଲିଛନ୍ତି ସେ ଆକାଉଣ୍ଟକୁ ମଧ୍ୟ ଆସେ। ଗ୍ୟାସ ଟଙ୍କା ହେଉ କିମ୍ବା ସୁଭଦ୍ରା ଯୋଜନା ଟଙ୍କା ହେଉ କିମ୍ବା ଭତ୍ତା ଯୋଉମାନେ ପାଉଛନ୍ତି, ଏସବୁ ଟଙ୍କା କେମିତି ଆସେ? ଡିବିଟି ଦ୍ୱାରା ଛଡାଯାଏ। ଆପଣ ଆକାଉଣ୍ଟ ବେସରେ ଛଡାଯାଏନି, ଆପଣଙ୍କ ଆଧାର ବେସରେ ଛଡାଯାଏ। ଯେଉଁ ବ୍ୟାଙ୍କରେ ଆପଣଙ୍କର ଡିବିଟି ଲିଙ୍କ ଥିବ ସେଇ ଆକାଉଣ୍ଟକୁ ଟଙ୍କା ଆସେ। ଆପଣମାନେ ଭାବନ୍ତୁ ସତ ନା ମିଛ। ଯଦି ଆପଣ ମଣ୍ଡିରେ 50 କିମ୍ବା 60 କୁଇଣ୍ଟାଲ ଧାନ ଦଉଛନ୍ତି ତାହେଲେ ମିନିମମ 1,50,000 ରୁ 1,80,000 ଟଙ୍କା ଆପଣଙ୍କର ଆସିବ। ଯଦି ଆପଣଙ୍କର ଆଇସିସିଆଇ ବ୍ୟାଙ୍କକୁ ଆସିଲା କିମ୍ବା ଆପଣଙ୍କର ଏୟାରଟେଲ ପେମେଣ୍ଟ ବ୍ୟାଙ୍କକୁ ଆସିଲା କିମ୍ବା ଆପଣଙ୍କ ପୋଷ୍ଟାଲ ବ୍ୟାଙ୍କକୁ ଆସିଲା ତାହେଲେ ଆପଣ କିପରି ଟଙ୍କା ଉଠାଣ କରିବେ? ଥରେ ଭାବନ୍ତୁ ଏତେ ଟଙ୍କା କିପରି ଉଠାଣ କରିବେ। ଯଦି ବି ଏ ବ୍ୟାଙ୍କକୁ ନ ଆସିକି ଆପଣଙ୍କର ଯୋଉ ବ୍ୟାଙ୍କ ଅଛି ଖାତା, ଗ୍ରାମ ବ୍ୟାଙ୍କ ହେଉ କିମ୍ବା ବରୋଦା ବ୍ୟାଙ୍କ ହେଉ କିମ୍ବା ଯେକୌଣସି XYZ ଯେକୌଣସି ବ୍ୟାଙ୍କ ହଉ, ଯଦି ସେ ଆକାଉଣ୍ଟକୁ ଟଙ୍କା ଆସେ ଆପଣଙ୍କ ପାଖରେ ଏଟିଏମ କାର୍ଡ କିମ୍ବା ଫୋନ ପେ ର ସୁବିଧା ନଥାଏ, ତଥାପି କେମିତି ଟଙ୍କା ଉଠାଣ କରିବେ? ସେଥିପାଇଁକା ଧାନ ଦବା ପୂର୍ବରୁ ଥରେ ଆଧାର ସାଇଟକୁ ଯାଇକି ଡିବିଟି ଲିଙ୍କ ଚେକ୍ କରନ୍ତୁ ଆପଣଙ୍କର କୋଉ ବ୍ୟାଙ୍କରେ ଡିବିଟି ଲିଙ୍କ ଅଛି। ମନେ ରଖନ୍ତୁ, ଯୋଉ ବ୍ୟାଙ୍କରେ ଡିବିଟି ଲିଙ୍କ ଥିବ ସେଇ ବ୍ୟାଙ୍କକୁ ଟଙ୍କା ଆସିବ। ମଣ୍ଡିରେ ଯେବେ ଧାନ ଦେବେ ଆଇ ସ୍କାନ କରିବେ, ସେଇ ବ୍ୟାଙ୍କକୁ ହିଁ ଟଙ୍କା ଆସିବ। ଆପଣ ଡିବିଟି ଲିଙ୍କ ଥିବା ବ୍ୟାଙ୍କରେ ଯଦି ଟଙ୍କା ଆସୁଛି, ଆପଣ ଯଦି ଟଙ୍କା ଉଠାଣ କରିପାରୁଛନ୍ତି, କୌଣସି ଅସୁବିଧା ନାହିଁ ଭାବୁଛନ୍ତି, ତାହେଲେ ଠିକ ଅଛି। ଆଉ ଯଦି ଭାବୁଛନ୍ତି ନାଇଁ ଏ ଆକାଉଣ୍ଟ ଟଙ୍କା ଗଲେ ମୁଁ ଟଙ୍କା ଉଠାଣ କରିପାରିବିନି, ଏ ଆକାଉଣ୍ଟ ଟଙ୍କା ମୋର ଆସିବା ଆବଶ୍ୟକ ନାହିଁ, ତାହେଲେ ତୁରନ୍ତ ଏବେ ବ୍ୟାଙ୍କରେ ହେଉ କିମ୍ବା ଅନଲାଇନରେ ମଧ୍ୟ ଡିବିଟି ଲିଙ୍କ ଚେଞ୍ଜ ହୋଇପାରୁଛି। ଆପଣ ତୁରନ୍ତ ଆଖି ସ୍କାନ ଏବଂ ଧାନ ମଣ୍ଡିରେ ପକେଇବା ପୂର୍ବରୁ ସେ କାମ କରନ୍ତୁ। ନିଜ ପସନ୍ଦର ବ୍ୟାଙ୍କ ଏବଂ ଯୋଉ ବ୍ୟାଙ୍କରେ ଆପଣଙ୍କର ସବୁ ସୁବିଧା ଅଛି ସେଇ ବ୍ୟାଙ୍କରେ ଡିବିଟି ଲିଙ୍କ କରିକି ଆସୁଥିବା ପଇସାକୁ ଆପଣ ଉଠାଣ କରିକି ଯେମିତି ସବୁ ମେଣ୍ଟେନାନ୍ସ କରିପାରିବେ। ମନେ ରଖନ୍ତୁ, ଆପଣ ଭାବୁଥିବେ ମୁଁ ଏଇ ଆକାଉଣ୍ଟ ଦେଇଛି ଏଇ ଆକାଉଣ୍ଟ ଟଙ୍କା ଆସିବ, ସେମିତି ନୁହେଁ। ଯୋଉ ବ୍ୟାଙ୍କରେ ଡିବିଟି ଲିଙ୍କ ଅଛି ସେଇ ଆକାଉଣ୍ଟକୁ ଟଙ୍କା ଆସିବ। ମୁଁ ଆଉ ଥରେ କହି ରଖୁଛି, ଆପଣମାନେ ଧାନ ମଣ୍ଡିରେ ଦବା ପୂର୍ବରୁ ଆଉ ଥରେ ଡିବିଟି ଲିଙ୍କ ଚେକ୍ କରନ୍ତୁ ଏବଂ ଯେଉଁ ବ୍ୟାଙ୍କରେ ଡିବିଟି ଲିଙ୍କ ଅଛି ଆପଣ ଯଦି ଭାବୁଛନ୍ତି ଠିକ ଅଛି ତାହେଲେ ଠିକ ଅଛି। ଯଦି ଡିବିଟି ଲିଙ୍କ ଚେଞ୍ଜ କରିବାକୁ ଚାହୁଁଛନ୍ତି ତାହେଲେ ତୁରନ୍ତ ଚେଞ୍ଜ କରନ୍ତୁ। ଭିଡିଓଟି ଭଲ ଲାଗିଥିଲେ ଚ୍ୟାନେଲଟିକୁ ଏବେ ସବସ୍କ୍ରାଇବ କରନ୍ତୁ। ଦେଖା ହେବା ନୂଆ ଏକ ଭିଡିଓରେ।